ମୁଖା ଦେଇଛି ନୂଆ ପରିଚୟ ଆଉ ମୁଖା ତିଆରି କରିକି ବଲାଙ୍ଗୀରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜଣେ ବ୍ୟକ୍ତି। ଆମ ସହ ସେହି ବଲାଙ୍ଗୀର ମାଟିର ସେହି ମୁଖା ତିଆରି କରୁଥିବା ବ୍ୟକ୍ତି ଆସନ୍ତୁ ତାଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିବା। ଆପଣଙ୍କୁ ପ୍ରଥମେ ନ୍ୟୁଜ୍ 18 ଲୋକାଲକୁ ସ୍ୱାଗତ କରିବି। ଆପଣଙ୍କୁ ଟିକେ ପରିଚୟ ଦେବେ। ମୋ ନାଁ ପ୍ରଦୀପ କାରଣା, ବଲାଙ୍ଗୀର ଠିଆରପଡ଼ା, ବୟସ 64। ମୁଁ ଜଣେ ମାଟି କାରିଗର ସହିତ ମୁଖା କାରିଗର। ଆପଣଙ୍କୁ ଦେଖନ୍ତୁ, ଆପଣଙ୍କୁ ନେଇକି ଏବେ ପୁରା ବଲାଙ୍ଗୀର ମାଟିରେ ବେଶ ଚର୍ଚ୍ଚା। ମୁଖା କାରିଗର କହିଲେ ଆପଣଙ୍କ ନାଁ ଆସୁଛି, ଆପଣଙ୍କୁ କେମିତି ଲାଗୁଛି? ଖୁସି ତ ହେବା ନିଶ୍ଚୟ ଭଲ କଥା। ଏଥିରେ ଖୁସି ବି ଲାଗୁଛି, କଳାକୁ ବଞ୍ଚେଇ ରହେ ତ ବଞ୍ଚିବାକୁ ପଡୁଛି ମଧ୍ୟ। ଆପଣ କୁହନ୍ତୁ ଯେ କୋଉ କୋଉ ମୁଖା ତିଆରି କରନ୍ତି? ରାମରେ ବ୍ୟବହୃତ ହେଉଥିବା ରାବଣ, କୁମ୍ଭକର୍ଣ୍ଣ, ଜଟାୟୁ, ଭାଲୁ, ସୁପର୍ଣ୍ଣଖା, ତ୍ରିଶିରା, ଜଟାୟୁ ଏସବୁ ମୁଖ୍ୟ ଜିନିଷ ତିଆରି, ହରିଣ ଏସବୁ ତିଆରି ହେଉଛି। ଆପଣ ଗୋଟେ ମୂର୍ତ୍ତି ବି ତିଆରି କରନ୍ତି ନା? ମୂର୍ତ୍ତି ତିଆରି କରୁଛି। କୋଉ କୋଉ ମୂର୍ତ୍ତି ତିଆରି କରନ୍ତି ଆପଣ? ଗଣେଶ, ଦୁର୍ଗା, ବିଶ୍ୱକର୍ମା, ଲକ୍ଷ୍ମୀ, ସରସ୍ୱତୀ, କାଳୀ ପ୍ରତ୍ୟେକ ଯିଏ ବି ଯେକୌଣସି ମୂର୍ତ୍ତି ବରାଦ ଦିଆ ମୁଁ କରେ। ହେଲେ ମୁଖ୍ୟତଃ ଆପଣ ମୁଖା ତିଆରି କରନ୍ତି, ମୁଖା ଉପରେ ଫୋକସ କରନ୍ତି। ଗୋଟେ ମୁଖା ତିଆରି କରିବା ପାଇଁ ଆପଣଙ୍କୁ କେତେ ସମୟ କଣ ଲାଗିଥାଏ? ଏଇ କାଗଜରେ ଯୋଉ ଆମେ ଗୋଟେ ସ୍ୱତନ୍ତ୍ର ଗୋଟେ ଢାଞ୍ଚା ରଖାହେଇଛି, ତାପରେ ଆମେ 8 ରୁ 10 ଫୁଟ ପେପରକୁ ମଇଦା ଅଠା ଦେଇକି ଲଗାଯାଏ। ପ୍ରାୟ 20 ମିନିଟ୍ ଖଣ୍ଡେ ଗୋଟେ ମୁଖା ତିଆରି ଲାଗେ। କଣ କଣ ଲାଗିଥାଏ ଆଜ୍ଞା ମୁଖା ତିଆରି କରିବା ପାଇଁ? ମୁଖା ତିଆରିରେ କାଗଜ, ପାଣି, ମଇଦା ଅଠା, ତା ସହିତ ଏଇ ଯୋଉ ଛୁଞ୍ଚିରେ ସୂତା ବି ଲାଗୁଛି, ତା ସହିତ କଲର ବି କରାଯାଉଛି। ଆପଣ କୁହନ୍ତୁ ଯେ ଏଇଟା ତ ବିଜ୍ଞାନ ଯୁଗ, ମୋବାଇଲ ଯୁଗ। ଏ ମୋବାଇଲ ଯୁଗରେ ଅନେକ କିଛି ଦେଖିଥାନ୍ତି ଏବେକାର ଲୋକେ, ଏବେକାର ଯୁବପିଢି ଏ ନାଟକ ପ୍ରତି ସେତିକି ମନ ଦେଉନାହାନ୍ତି, ଉତ୍ସାହିତ ଧୀରେ ଧୀରେ କମିବାକୁ ଲାଗୁଛି। ଆପଣ ପୁଣି କଣ ପାଇଁ ଏସବୁ ତିଆରି କରୁଛନ୍ତି? ଆପଣଙ୍କୁ କେମିତି ଲାଗିଥାଏ ସବୁ? ଏବେ ତ ବୈଜ୍ଞାନିକ ଯୁଗ, ଏବେ ତ ବିଭିନ୍ନ ପ୍ରକାର ଏଇ ଯୋଉ ମୁଖା ଗୁଡାକ ପ୍ଲାଷ୍ଟିକରେ ବି ଆସୁ ତିଆରି ହଉଛି, କିନ୍ତୁ ରେଟ୍ ବି ସେଟା ଅଧିକ। ତା ସହିତ ଆମେ ଯୋଉ କାଗଜ ତିଆରି କରୁଛୁ ଏ ଗୋଟେ ସ୍ୱତନ୍ତ୍ର ଚାହିଦା ଅଛି। ଆପଣ କହିଲେ ନା ନାଟକ ପାଇଁ ଏସବୁ ତିଆରି କରୁଛନ୍ତି। ଆଜ୍ଞା ଆଜ୍ଞା ନାଟକର ଚାହିଦା ଆଗ କାଳରେ ଯେତିକି ଥିଲା ଏବେ ସେଟା କମି ହଁ ହଁ ଆଜ୍ଞା, ପ୍ରାୟ କମିଯାଇଛି। ଏବେ ବଲାଙ୍ଗୀରରେ 7-8 ଜାଗାରେ ହଉଥିଲା, ଏବେ ଗୋଟେ ଜାଗାରେ ମାତ୍ର ହେଇପାରୁଛି। ନାଟକ ଲୋକେ ବି ଆଉ ପସନ୍ଦ କରୁନାହାନ୍ତି ଯେବେ, କିନ୍ତୁ ଏଇଟା ପୌରାଣିକ ଯୁଗର ବିଭିନ୍ନ ଆମ ମହାଭାରତ ରାମାୟଣ କଥା। ଏଇଟା ଆମର ଭଗବାନ ବି ରାମଚନ୍ଦ୍ରଙ୍କର ଲୀଳା ଲାଗିଛି। ଏବେ 27 ତାରିଖ ମଧ୍ୟ ଆସୁଛି ରାମ ଶ୍ରୀରାମନବମୀ। ଏଇ ଦିନ ବି ମୁଖା ମାନେ ସବୁ ତିଆରି କରି ଦିଆହେଇଛି, ଆଉ ଏଇଟା ସବୁ ମାର୍କେଟରେ ସପ୍ଲାଏ ହେବ। ମାନେ କଳାକୁ ଆପଣ ବଞ୍ଚେଇ ରଖିବା ପାଇଁ ଗୋଟେ ନିଆରା ଉଦ୍ୟମ କରିଛନ୍ତି ଆପଣ। ହଁ, କଳାକୁ ବଞ୍ଚେଇ ନିଆରା ଉଦ୍ୟମ ଚାଲିଛି। ଆଉ ଗୋଟେ କଥା ଯେ ଯେତେବେଳେ ଆପଣ ଗୋଟେ ମୁଖାକୁ ଗୋଟେ ନିଆରା ଆକୃତି ଦେଇଥାନ୍ତି, ଆପଣଙ୍କୁ କେମିତି ଲାଗିଥାଏ? ଆପଣ ଦେଖିକି କେମିତି ରିଆକ୍ଟ କରିଥାନ୍ତି ଆପଣ? ଦେଖୁନ, ମୁଖା ତ ଆମେ ତିଆରି କରୁଛୁ, କିନ୍ତୁ ଲୋକମାନେ ଯଦି ଦେଖିଲେ ଖୁସି ବହୁତ ଭଲ ଜିନିଷ, ଲୋକ ପଇସା ମିଳିବା ବଡ଼ ଜିନିଷ ନୁହେଁ, କିନ୍ତୁ ସେ ବହୁତ ଖୁସି ଲାଗେ। ଯାହା ହଉ ଗୋଟେ କାଗଜରେ ଗୋଟେ ରୂପଟେ ଦିଆହେଇଛି, ସେଟା ବହୁତ ଭଲ ଲାଗେ। ଗୋଟେ ମୁଖା ତିଆରି କରିବା ପ୍ରତି ଆପଣ କେତେ ଟଙ୍କା କଣ ଖର୍ଚ୍ଚ କରିଥାନ୍ତି? ଆପଣଙ୍କୁ କେତେ ଲାଭ ମିଳିଥାଏ? ଗୋଟେ ରାବଣ ମୁଣ୍ଡରେ ଅତି କମରେ ଆମକୁ ଖର୍ଚ୍ଚ ଲାଗୁଛି ପ୍ରାୟ 50 ଟଙ୍କା ଖଣ୍ଡେ ଖର୍ଚ୍ଚ ଲାଗିଯାଉଛି। ତା ସହିତ ଆମଠୁ ଯୋଉ କିଣି ନଉଛନ୍ ଫାଇଦା ତାଙ୍କର ବେଶୀ ହଉଛି, ଆମର ସେତେ ହେଇପାରୁନି। ଯାହା ଦେଖୁନ, ତାପରେ ଆମକୁ ସେମାନେ 200 ଟଙ୍କା କିଣି ନଉଛନ୍। ତାପରେ ଦେଖୁନ, ଯଦି ଆମ ପାଖକୁ ଲୋକ ଆସିପାରନ୍ତି ତାହେଲେ ବହୁତ ଭଲ ଥାଏ। ଧନ୍ୟବାଦ ଆମ ସହ ଅଧିକ ଆଲୋଚନା କରିଥିବାରୁ। ଆପଣମାନେ ଦେଖିପାରୁଥିଲେ ଆମ ସହ ଜଣେ ମୁଖା କାରିଗର ଥିଲେ। ସେ କେମିତି କଣ ମୁଖା ତିଆରି କରନ୍ତି, ନିଆରା ଆକୃତିରେ ପରିଣତ କରିଦିଅନ୍ତି, ସେ ସବୁକୁ ନେଇକି ଆମ ସହ ଅଧିକ ଆଲୋଚନା କରିଥିଲେ। ବଲାଙ୍ଗୀରରୁ ଶମ୍ଭୁନାଥ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ 18 ଲୋକାଲ।